ବୁଲା କୁକୁର ଗେଙ୍ଗ କବ୍ଜାରେ ଗଜପତି ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଜିପ୍। ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ବୁଲା କୁକୁର ଗେଙ୍ଗର ପେଣ୍ଠସ୍ଥଳୀ ପାଲଟିଛି। କିଛି ଦିନ ପୂର୍ବେ ବୁଲା କୁକୁର ଗେଙ୍ଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ପଥ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା RNTCP ପରୀକ୍ଷାଗାରକୁ ନିଜ କବ୍ଜାକୁ ନେଇଯାଇଥିଲା। ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାର୍କିଂ ସ୍ଥାନରେ ରହିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଜିପ୍ଟିକୁ ବୁଲା କୁକୁର ଗେଙ୍ଗ ନିଜ କବ୍ଜାକୁ ନେଇଥିବା ଦେଖିବାକୁ ମିଳିଛି। ପାର୍କିଂ ସ୍ଥାନରେ ରହିଥିବା ଜିପ୍ଟିର ବନେଟ୍ ଉପରେ ଗୋଟିଏ କଳା କୁକୁର ବସିଥିବା ବେଳେ ପଛପଟେ ଦୁଇଟି ଏବଂ ଡ୍ରାଇଭର ସିଟ୍ ଓ ଗାଡ଼ି ଉପରେ ଗୋଟିଏ ଲେଖାଏଁ ବୁଲା କୁକୁର ବସିଥିବାର ଦେଖିବାକୁ ମିଳିଛି, ଯାହା ଫଳରେ ସେଠାରେ ପାର୍କିଂ କରୁଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟମାନେ ନିଜ ଯାନବାହନ ରଖିବା ଓ ବାହାର କରିବା ବେଳେ ବୁଲା କୁକୁର ଗେଙ୍ଗକୁ ଦେଖି ଭୟଭୀତ ହେଉଛନ୍ତି। ବୁଲା କୁକୁର ଗେଙ୍ଗ ଯେଉଁଭଳି ଗୋଟିଏ ଗୋଟିଏ ପ୍ରମୁଖ ସ୍ଥାନ ଗୁଡ଼ିକରେ ନିଜର ଆଡ୍ଡା ଜମାଇବାରେ ଲାଗିଛନ୍ତି, ଏହି ପ୍ରକ୍ରିୟା ଆଉ କିଛି ଦିନ ଜାରି ରହେ ଜିଲ୍ଲାର ସଦର ମହକୁମା ସମେତ ସମଗ୍ର ଜିଲ୍ଲାକୁ ନିଜ ଅକ୍ତିଆରକୁ ନେଇଯିବାର ସମ୍ଭାବନା ରହିଛି। ଏହିଭଳି ଦୃଶ୍ୟକୁ ଦେଖି ଜିଲ୍ଲା ପ୍ରଶାସନ ବୁଲା କୁକୁର ମାନଙ୍କୁ ନିଜ କାର୍ଯ୍ୟାଳୟ ପରିସରରୁ ହଟାଇ ପାରୁନାହାନ୍ତି। ତେବେ ଜିଲ୍ଲାରେ ରହିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ କିପରି ହଟାଇବେ ବୋଲି ସମଗ୍ର ଜିଲ୍ଲାରେ ଲୋକମାନଙ୍କ ମଧ୍ୟରେ ଆଲୋଚନା ହେଉଛି।